ହେଉଛି 20 ସେପ୍ଟେମ୍ବର। ଆଜିର ଇତିହାସରେ ଘଟି ଯାଇଥିବା ଘଟଣା ଗୁଡ଼ିକ ଉପରେ ଚାଲନ୍ତୁ ନଜର ପକାଇବା। କିପରି ଏହା ଆମ ଇତିହାସରେ ଏକ ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛି। ଆଜିର ଦେଶ ଦୁନିଆରେ ଏଭଳି ଘଟଣା ଘଟି ଯାଇଛି ତାହାକୁ ଜାଣିବା ଲାଗି ସମସ୍ତଙ୍କୁ ନିତ୍ୟାନ୍ତ ଆବଶ୍ୟକ। ଆସନ୍ତୁ ଦେଖିବା ଆଜିର ଇତିହାସ କହି। ଭାରତରେ 1857ର କ୍ରାନ୍ତି ବା ସିପାହୀ ବିଦ୍ରୋହ ଶେଷ ହୋଇଥିଲା। ଏହାକୁ ସ୍ୱାଧୀନତା ସଂଗ୍ରାମର ପ୍ରଥମ ଯୁଦ୍ଧ ବୋଲି କୁହାଯାଏ। ଏହି କ୍ରାନ୍ତିରେ ଇଷ୍ଟ ଇଣ୍ଡିଆ କମ୍ପାନୀ ବିଜୟୀ ଲାଭ କରିଥିଲା। ଦିଲ୍ଲୀରେ ବ୍ରିଟେନର ଇଷ୍ଟ ଇଣ୍ଡିଆ କମ୍ପାନୀ ପ୍ରଭାବଶାଳୀ ସୈନ୍ୟମାନେ ନିଜ କବ୍ଜାକୁ ନେଇଯାଇଥିଲେ। ଶେଷ ମୋଗଲ ବାଦଶାହ ବାହାଦୁର ଶାହ ଜାଫର ଏବଂ ତାଙ୍କର 3ଟି ପୁତ୍ର ହିମାୟୁ ମକବରୀଠାରେ ଶରଣ ନେଇଥିଲେ। ଏହି ଯୁଦ୍ଧରେ 5000 ସ୍ୱାଧୀନତା ସଂଗ୍ରାମୀଙ୍କ ଦେହାନ୍ତ ହୋଇଥିଲା। ଇଂରେଜ ସରକାରଙ୍କୁ ସମର୍ଥନ କରୁଥିବା 3500ରୁ ଉର୍ଦ୍ଧ୍ୱ ଲୋକ ଏଥିରେ ମୃତ୍ୟୁବରଣ କରିଥିଲେ। ଇଣ୍ଡିଆ କମ୍ପାନୀ ପ୍ରଥମ ମେରଠ ଦାଖଲ କରିବା ପରେ ତୁରନ୍ତ ଦିଲ୍ଲୀ ଅକ୍ତିଆର କରିବା ଲାଗି ଅଭିଯାନ ଆରମ୍ଭ କରିଥିଲେ। ଦିଲ୍ଲୀ ଏବଂ ଲକ୍ଷ୍ନୌ ମିଶି ଇଂରେଜ ସୈନ୍ୟଙ୍କ ଉପରେ ଆକ୍ରମଣ କରିଥିଲେ। ମୋଗଲଙ୍କ ଦୀର୍ଘ 81 ବର୍ଷର ଶାସନ ଅନ୍ତ ଘଟିଥିଲା। ମହିଳାଙ୍କ ଅଧିକାରର ସମର୍ଥକ ତଥା ଲେଖିକା ଆନାଇ ବେସନ୍ତଙ୍କ ମୃତ୍ୟୁ ଆଜିର ଦିନରେ 1933ରେ ହୋଇଥିଲା। ଆନାଇ ବେସନ୍ତ 1893ରେ ବ୍ରିଟେନରୁ ଭାରତକୁ ଆସିଥିଲେ। 1898ରେ ବନାରସରେ କେନ୍ଦ୍ରୀୟ ହିନ୍ଦୁ କଲେଜ ଏବଂ ମୁମ୍ବାଇରେ ହାଇଦ୍ରାବାଦ ଜାତୀୟ ବୋର୍ଡ କଲେଜିଏଟ୍ ବୋର୍ଡ ନିର୍ମାଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। 1916ରେ ଆନି ବେସନ୍ତ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କ ସହ ମିଶି ଅଲ୍ ଇଣ୍ଡିଆ ହୋମ୍ ରୁଲ୍ ଲିଗର ସ୍ଥାପନା ମଧ୍ୟ କରିଥିଲେ। ଏହାର ଲକ୍ଷ୍ୟ ଥିଲା ଭାରତରେ ସ୍ୱରାଜ୍ୟର ସ୍ଥାପନ କରିବା। ଆନି ବେସନ୍ତ ଲେଖକ ହେବା ସହ ଏକ ସୁବକ୍ତା ମଧ୍ୟ ଥିଲେ। ମୃତ୍ୟୁ ପର୍ଯ୍ୟନ୍ତ ସେ ଚେନ୍ନାଇ ସ୍ଥିତ ଆନ୍ତର୍ଜାତିକ ଆଧ୍ୟାତ୍ମିକ ସଂସ୍ଥା ଥିଓସୋଫିକାଲ ସୋସାଇଟିର ଅଧ୍ୟକ୍ଷ ରହିଥିଲେ। ପ୍ରସିଦ୍ଧ ସମାଜ ସଂସ୍କାରକ ଶ୍ରୀରାମ ଆଚାର୍ଯ୍ୟଙ୍କ ଜନ୍ମ ଆଜିର ଦିନରେ 1911 ମସିହାରେ ହୋଇଥିଲା। ସ୍ୱାଧୀନତା ସଂଗ୍ରାମରେ ସେ ସାମିଲ ହୋଇଥିଲେ। ଇଂରେଜ ସରକାରଙ୍କ ବିରୋଧରେ ମୁକାବିଲା ଲାଗି ସେ ବାଲ ସୈନ୍ୟଙ୍କୁ ପ୍ରସ୍ତୁତ କରିଥିଲେ। ଶ୍ରୀ ଆଚାର୍ଯ୍ୟ ତାଙ୍କ ଗୁରୁଙ୍କ ନିର୍ଦ୍ଦେଶରେ 24 ବର୍ଷ ପର୍ଯ୍ୟନ୍ତ 24 ଲକ୍ଷ ଥର ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରିଥିଲେ। ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ସ୍ଥାପନା କରିଥିଲେ। ଏହାର ମୁଖ୍ୟାଳୟ ହରିଦ୍ୱାରର ଶାନ୍ତିକୁଞ୍ଜଠାରେ ଅବସ୍ଥିତ। ଆମେରିକୀୟ ଲେଖକ ଜର୍ଜ ଆର୍ ମାର୍ଟିନ 1948 ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ବିଶ୍ୱକୁ ପାଗଳ କରିଥିବା ଟିଭି ଧାରାବାହିକ ଗେମ୍ ଅଫ୍ ଥ୍ରୋନ୍ସ ତାଙ୍କ ପୁସ୍ତକ ଏ ସଙ୍ଗ ଅଫ୍ ଆଇସ୍ ଆଣ୍ଡ ଫାୟାର ଉପରେ ସେ ପର୍ଯ୍ୟବେସିତ। ଗେମ୍ ଅଫ୍ ଥ୍ରୋନ୍ସ ଦୁନିଆରେ ସବୁଠାରୁ ଅଧିକ ଧାରାବାହିକ ମଧ୍ୟରୁ ଏହା ଅନ୍ୟତମ। 1831ରେ ବ୍ରିଟେନର ଗୋଲ୍ଡେନ ବ୍ରୋଞ୍ଜ ବାଷ୍ପ ଚାଳିତ ବସ୍ ପ୍ରଥମ ଥର ସେ ନିର୍ମାଣ କରିଥିଲେ। ସ୍ୱଳ୍ପ ବେଗରେ ଚାଲୁଥିବା ଏହି ବସ୍ ଏକା ସାଙ୍ଗରେ 30 ଯାତ୍ରୀ ଯାତାୟାତ କରିପାରୁଥିଲେ। 76 ବର୍ଷ ପୂର୍ବେ ଆଜିର ଦିନରେ 1946ରେ ପ୍ରଥମ କାହାଣୀ ଫିଲ୍ମ ଫେଷ୍ଟିଭାଲ ଫ୍ରାନ୍ସର ରିସୋର୍ଟ ସହରରେ ହୋଇଥିଲା। ଏହି ବାର୍ଷିକ ଉତ୍ସବ ଫ୍ରାନ୍ସ ରିଭୋରାରେ ହୋଇଥିଲା। ଆରମ୍ଭରୁ ଏହି ଫିଲ୍ମ ଫେଷ୍ଟିଭାଲ 21 ଦେଶର ଫିଲ୍ମକୁ ପ୍ରଦର୍ଶିତ କରୁଥିଲା। ଏହି ଇଭେଣ୍ଟରେ ସମଗ୍ର ଦୁନିଆରେ ବଛା ବଛା ବୃତ୍ତଚିତ୍ର ଓ ଫିଲ୍ମକୁ ଦେଖାଯାଉଥିଲା। ନେଦରଲ୍ୟାଣ୍ଡରେ ଆଜିର ଦିନରେ 1839ରେ ପ୍ରଥମ ଥର ଟ୍ରେନ୍ ସେବା ଆରମ୍ଭ ହୋଇଥିଲା। ଆମଷ୍ଟରଡାମ ଠାରୁ ହାନୋଭର ମଧ୍ୟରେ 16 କିଲୋମିଟର ପର୍ଯ୍ୟନ୍ତ ଟ୍ରେନ୍ ସଫଳପୂର୍ବକ ଯାତ୍ରା କରିଥିଲା। ବ୍ରିଟେନର ପ୍ରଥମ ଥର ରେଳ ରାସ୍ତା ଖୋଲିବାର କିଛି ସମୟ ମଧ୍ୟରେ ନେଦରଲ୍ୟାଣ୍ଡରେ ଗୋଟିଏ ରେଳମାର୍ଗର ପ୍ରଥମ ଯୋଜନାର ଶୁଭାରମ୍ଭ ହୋଇପାରିଥିଲା। ଭାରତର ମହାନ ସନ୍ଥ ତଥା ସମାଜ ସଂସ୍କାରକ ଶ୍ରୀ ନାରାୟଣ ଗୁରୁ 1856ରେ ଆବିର୍ଭାବ କରିଥିଲେ। ସ୍ୱାଧୀନତା ପୂର୍ବରୁ କେରଳ ଜାତିକୁ ନେଇ ଉଚ୍ଚନୀୟ ଭେଦଭାବ ଏବଂ ସାମାଜିକ ସଂସ୍କାର ଲାଗି ରହିଥିଲା। ଏହାକୁ ଶେଷ କରିବା ଲାଗି ନାରାୟଣ ଗୁରୁଜୀଙ୍କ ପ୍ରମୁଖ ଭୂମିକା ରହିଥିଲା। ବ୍ୟୁରୋ ରିପୋର୍ଟ NTV।